ସେଇଟା ଆଜ୍ଞା ଦେଖ ମୁଁ ତ ଏତେ ବଡ଼ ନେତା ନୁହେଁ, ମୁଁ ତୃଣମୂଳ ସ୍ତରରେ ଅଛି। ତ ନିଶ୍ଚିତ ଭାବରେ ଯେତେବେଳେ ଦଳର ଏତେ ବଡ଼ ଦଳ ଗୋଟେ ଏଭଳିଆ ବିପର୍ଯ୍ୟୟ ହେଇଗଲା, ତୁଙ୍ଗ ନେତାମାନେ ଶୀର୍ଷ ନେତୃତ୍ୱମାନେ ତୁହାକୁ ତୁହା ଆଲୋଚନା କରୁଛନ୍ତି, କିଛି ଷ୍ଟ୍ରାଟେଜି ନିଶ୍ଚିତ ଭାବରେ ନେବେ। ଆଉ କ'ଣ ଆମେ ଦଳକୁ ଛାଡ଼ିଦେବୁ ଏମିତି? ଯେତେବେଳେ ମାନ୍ୟବର ନେତା ନବୀନ ପଟ୍ଟନାୟକ ଏଠି ଅଛନ୍ତି ଏବଂ ତାଙ୍କୁ ପାଥେୟ କରି ଆମେ ଚାଲିଛୁ, ତେଣୁ ଦଳ ନିଶ୍ଚିତ ଭାବରେ ରିଷ୍ଟ୍ରକ୍ଚର କରିବ। କିନ୍ତୁ ଦେବାଶିଷ ସାମନ୍ତରାୟ କାହାକୁ ଖୁସି କରିବା ପାଇଁ ଏମିତି କହୁଛନ୍ତି? ସେଇ ତ କଥା, ସେଇ ତ କଥା। କାହାକୁ ଖୁସି କରିବା ପାଇଁ କହୁଛନ୍ତି? କାହାକୁ ଖୁସି କରିବା ପାଇଁ ନୁହଁ, କହୁଛନ୍ତି ଆଉ କହନ୍ତୁ। ଦେଖନ୍ତୁ, ହାରିଗଲେ ଅନେକ ମନ ଭିତରେ କ୍ଷୋଭ ଥାଏ, ଦୁଃଖ ଥାଏ, କଷ୍ଟ ଥାଏ, 5 ବର୍ଷର ନିରାଶା, କେମିତି ଚାଲିବୁ। ତେଣୁ ଏହି ସମୟରେ କିଏ କ'ଣ ମନର କଥା କହିଦେବ, ତାକୁ ଆପଣମାନେ ଧରିକି ଯେ ନେତା ଆପଣ ଯେ ରାଜ୍ୟସଭାକୁ ପଳେଇଲେ, କାହିଁ କ'ଣ କହିବେ ତା ଭିତରେ ଆପଣ କାହିଁ ଆକୁ ତାକୁ ପ୍ରଭାତ ବିଶ୍ୱାଳ ଦ୍ୱିପଦ କହିବା, ମୋତେ କହିବା, ଏସବୁ ଜିନିଷକୁ ଶୋଭା ପାଉଛି? କିଏ କ'ଣ ମନର କଥା କହୁଛନ୍ତି କୁହନ୍ତୁ, କହିଦେଲେ ହାଲକା ହେଇଯିବେ। ଆପଣ ତାକୁ ଧରିକି ଆକୁ ତାକୁ ଆକ୍ଷେପ କରିବାର କୌଣସି ମାନେ ନାହିଁ, ହେଲା କଥା। ଆଉ ଗୋଟେ ସେ ଯେଉଁ 14 ତାରିଖରେ, ଏଇଟା ଅଲଗା ପ୍ରଶ୍ନ, 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇକି ନିଷ୍ପତ୍ତି ହେଲା।